ମୁଁ ଶୁଣିଲି ଆଜି କୁଆଡ଼େ ସୁଭଦ୍ରାର ସେକେଣ୍ଡ ଆପ୍ଲାଏ ଆରମ୍ଭ ହେଉଛି। ଆଉ ମୁଁ ଭାବିଲି ତେବେ ଚାଲେ ମୋର କ'ଣ ପାଇଁ ସୁଭଦ୍ରା ରିଜେକ୍ସନ୍ ହେଇଛି ମୁଁ ଟିକେ ଚେକ୍ କରିଦେବି, କାରଣ 2ଟା କିସ୍ତି ଅଲରେଡ଼ି ଆସିଥିଲା ଆଉ 3 ନମ୍ବର ବେଳେ ରିଜେକ୍ସନ୍ ହେଇଯାଇଥିଲା। ୟା ପୂର୍ବରୁ ଆମେ ଚେକ୍ କରିଥିଲେ ହେଲେ କୌଣସି ପ୍ରକାର ରିଜିନ୍ ଦେଖାଉନଥିଲା। ଆଜି ମୁଁ ବାବୁଙ୍କୁ କହିଲି ଚାଲ ଟିକେ ଚେକ୍ କରିବା ଆମର କ'ଣ ପାଇଁ ସୁଭଦ୍ରାଟା ରିଜେକ୍ଟ ହେଇଗଲା, କାରଣ ଅଲରେଡ଼ି ମୁଁ 2ଟା କିସ୍ତି ପାଇସାରିଥିଲି। ସେଥିପାଇଁ ମନରେ ଟିକେ ସଙ୍କୋଚ ଥିଲା କ'ଣ ଅସୁବିଧା ହେଇଛି। ଆଉ ସିଏ ମୋତେ ଯାହା ଫୋନ୍ରେ ଦେଖେଇଲେ ମୁଁ ଦେଖିକି ପୁରା ସକ୍ ହିଁ ହେଇଗଲି। ଏମିତି କେମିତି ହେଇପାରିବ? ଆଉ ମୁଁ ଏଇ ଫୋନ୍ରେ ଯାହା ବି ଦେଖିଲି ମୋ ମୁଣ୍ଡ ହିଁ ପୁରା ଖରାପ ହେଇଗଲା। ଆଉ ଏତେ ମିଥ୍ୟା ସେଥିରେ ଥିଲା ଦେଖିଲା ପରେ ମୁଁ ଆଉ ମାନେ ସରକାରଙ୍କ ଉପରେ ମୋର ବିଶ୍ୱାସ ହିଁ ଉଠିଗଲା। 2ଟା କିସ୍ତି ମୁଁ ଅଲରେଡ଼ି ପାଇଥିଲି, 3 ନମ୍ବରରେ ମୋର ପୁରା ରିଜେକ୍ଟ କରିଦେଇଥିଲେ। ଆଉ ଏଇଥିରେ ଯେଉଁ ରିଜିନ୍ ଅଛି ସେଇଟା ହେଉଛି କି ମୁଁ କୁଆଡ଼େ 18,000 ଟଙ୍କାର ସ୍କଲାରସିପ୍ ପାଉଛି। ମୁଁ 6 ବର୍ଷ ହେଲାଣି ପଢ଼ା ଲେଖା ବି ଛାଡ଼ି ସାରିଲିଣି। ଆଉ କେବେ ମୁଁ ଏଇ ସ୍କଲାରସିପ୍ଟା ପାଇଲି ମୁଁ ଟିକେ ଶୁଣେ। ୟା ପୂର୍ବରୁ ଆମେ ହେଲୁ ଜେନେରାଲ୍ କାଷ୍ଟର ଲୋକ, ଆମମାନଙ୍କୁ ସ୍କୁଲରେ କୌଣସି ପ୍ରକାର ସ୍କଲାରସିପ୍ କୌଣସି ପ୍ରକାର ହେଲ୍ପ ମିଳିନି। କେବଳ ଯାହା ସରକାରୀ ସୁବିଧା ନର୍ମାଲ୍ ସବୁ ଛୁଆଙ୍କ ପାଇଁ ଥାଏ ସେଇଟା ହିଁ ଥିଲା। ମୁଁ ସରକାରଙ୍କୁ ପଚାରିବା ପାଇଁ ଚାହୁଁଛି, ଆପଣ ଯଦି ନାରୀ ସଶକ୍ତିକରଣ କରୁଛନ୍ତି ଏଇଟା କ'ଣ ଗୋଟେ ନାରୀର ସଶକ୍ତିକରଣ? ମୋତେ ତ କାହିଁ ଲାଗୁନି ଏଇଟା ନାରୀ ସଶକ୍ତିକରଣ ବୋଲି। ଆଉ ଯଦି ଆମେ ପାଇବା ପାଇଁ ଅଯୋଗ୍ୟ ତେବେ ଆପଣ 2ଟି କିସ୍ତି ଦେଲେ କାହିଁକି? ଆଉ ଏଇଟା ଦେଖନ୍ତୁ ସାଙ୍ଗମାନେ ମୋ ସୁଭଦ୍ରାର ଫୋଟା ଲାଇଟ୍, ଯେଉଁଥିରେ କି ମୋ ନାଁ ଅଛି ଆଉ ଆଧାର ଦେଲା ପରେ ଏଇସବୁ ରିଜିନ୍ ଦେଖାଉଛି କି ମୁଁ 1500ରୁ 18,000 ପର୍ଯ୍ୟନ୍ତ ସ୍କଲାରସିପ୍ ପାଇଛି। ଆଉ ମୋତେ ଏସବୁ ଦେଖିକି ପୁରା ମୁଣ୍ଡ ହିଁ ଖରାପ ଲାଗିଲା। 6 ବର୍ଷ ପାଠ ଛାଡ଼ିଲା ପରେ ମୁଁ କେବେ ସ୍କଲାରସିପ୍ ପାଇଲି ବି ଜାଣିପାରିଲିନି। ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ। ଯଦି ଆପଣଙ୍କ ସହିତ ଏମିତି ହେଇଛି କମେଣ୍ଟରେ ମୋତେ ନିହାତି କହିବେ।